ବାଙ୍ଗିରିପୋଷି ସୁପର ଇଣ୍ଟରସିଟି ସୁପରଫାଷ୍ଟ ଏକ୍ସପ୍ରେସ୍ ଟ୍ରେନ୍ରେ LHB କୋଚ୍ର ଶୁଭାରମ୍ଭ ହୋଇଛି। ସୋମବାରଠାରୁ ଆରମ୍ଭ ହୋଇଛି ଏହି ଟ୍ରେନ୍। ଲୋକସଭା ସାଂସଦ ନବଚରଣ ମାଝୀ, ରାଜ୍ୟସଭା ସାଂସଦ ମମତା ମହନ୍ତ, ବାଙ୍ଗିରିପୋଷି ବିଧାୟିକା ସଞ୍ଜେଲି ମୁର୍ମୁ, ସାରସକଣା ବିଧାୟକ ଭାତ ଭାନ୍ସଦାଙ୍କ ଉପସ୍ଥିତିରେ ବାଙ୍ଗିରିପୋଷି ରେଳ ଷ୍ଟେସନଠାରେ ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବାଙ୍ଗିରିପୋଷି ପୁରୀ ଦୈନିକ ଚଳାଚଳ କରୁଥିବା ଉକ୍ତ ଟ୍ରେନ୍ ଉପରେ ମୟୂରଭଞ୍ଜ ଜିଲ୍ଲା ସମେତ ବାଲେଶ୍ୱର, ଭଦ୍ରକ, ଯାଜପୁର ଆଦି ଜିଲ୍ଲାର ଅନେକ ଲୋକେ ନିର୍ଭରଶୀଳ ରହିଥାନ୍ତି। ଏଥିରେ ଏକ ଏସି ବଗିର ସୁବିଧା ନଥିବା ବେଳେ ଏନେଇ ବାରମ୍ବାର ଦାବି ହୋଇଥିଲା। ଏନେଇ ନିକଟ ଅତୀତରେ ବାଙ୍ଗିରିପୋଷି ବିଧାୟିକା ସଞ୍ଜେଲି ମୁର୍ମୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଲିଖିତ ଅନୁରୋଧ କରିଥିଲେ, ଯାହାକୁ ଦୃଷ୍ଟିରେ ରଖି ବାଙ୍ଗିରିପୋଷି ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ୍ ଟ୍ରେନ୍ରେ ଅତ୍ୟାଧୁନିକ LHB ବଗି ବ୍ୟବସ୍ଥା ଆରମ୍ଭ ହୋଇଛି। ଏଥିରେ ସମୁଦାୟ 13ଟି LHB କୋଚ୍ ଥିବାବେଳେ ଗୋଟିଏ ଏସି ଚେୟାର କାର୍ ରହିଛି। ପୂର୍ବାହ୍ନ 9ଟାରେ ଲୋକାର୍ପଣ କାର୍ଯ୍ୟକ୍ରମ ପରେ ରୂପସା ପର୍ଯ୍ୟନ୍ତ ଏହା ଯିବ। ମଙ୍ଗଳବାର ଭୋରୁ ନିୟମିତ ଭାବେ LHB କୋଚ୍ ଚଳାଚଳ କରିବ। ଆଧୁନିକ କୋଚ୍ ଦ୍ୱାରା ଟ୍ରେନ୍ରେ ଗତି 130 କିମି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଅନ୍ୟ କୋଚ୍ ଅପେକ୍ଷା ଅଧିକ ସୁରକ୍ଷିତ ହେବା ସହ ପୂର୍ବାପେକ୍ଷା ଅଧିକ ଯାତ୍ରୀ ଟ୍ରେନ୍ରେ ଯାତ୍ରା କରିପାରିବେ ବୋଲି ଜଣାପଡ଼ିଛି। ରିପୋର୍ଟ, ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।